ହ୍ୟାଲୋ ଗାଇସ୍, ଜୟ ଜଗନ୍ନାଥ, ଜୟ ଭୋଲେନାଥ। କେମିତି ଅଛନ୍ତି ସମସ୍ତେ? ମୋ ଦେହ ଟିକେ ଭଲ ନାହିଁ। କୋଲ୍ଡ ତ କମିଯାଇଛି, ବଟ୍ କଫ୍ କମିବାର ନାଁ ଧରୁନି। ଆଜି ଇଭିନିଂରେ ଏପଟେ ପୁଣି ବର୍ଷା ହେଇଥିଲା। ଏଇ ବର୍ଷା ପାଗରେ ମୁଁ ବାହାରେ ବସିଥିବା ଟାଇମ୍ରେ ଗୋଟେ କଥାଟେ ମୋ ମନକୁ ଆସିଲା। ଭାବିଲି ଆପଣଙ୍କ ସହିତ ସେୟାର କରିବି। ସେ କଥାଟା ହେଉଛି ଯେ ପଇସା। ପଇସା ଗୋଟେ ଏମିତି ଜିନିଷ ଯୋଉଥିପାଇଁ ଲୋକଙ୍କ କ୍ୟାରେକ୍ଟର ଆଉ ତା ଓଜନ ଡିସାଇଡ୍ ହୁଏ। ଯଦି ଜଣଙ୍କ ପାଖରେ ପଇସା ବହୁତ ଅଛି, ଦେନ୍ ତାକୁ ସେତିକି ସ୍ପେଶାଲ୍ ଟ୍ରିଟମେଣ୍ଟ ମିଳିବ ଆଉ ଅଧିକା ସମ୍ମାନ ବି ମିଳିବ। ସେମ୍ ସିଚୁଏସନ୍‌ରେ ଯଦି ଜଣଙ୍କ ପାଖରେ ସେତେ ଅଧିକା ପଇସା ନାହିଁ, ଦେନ୍ ତାକୁ ସେତେ ରେସ୍ପେକ୍ଟ ମିଳିବନି। ବାସ୍ ତା ସହ ଫର୍ମାଲିଟି ମେଣ୍ଟେନ୍ କରାଯିବ। ଓଲଟା ସେ ସିଚୁଏସନ୍‌ରେ ସେ ଲୋକ ରେସ୍ପେକ୍ଟ ଦେବ, ବଟ୍ ତାକୁ ରେସ୍ପେକ୍ଟ ମିଳିବନି। ବାସ୍ ମୁଁ ଗୋଟେ ହିଁ କଥା କହିବା ପାଇଁ ଚାହୁଁଛି ଯେ ଆଜିକାଲିର ଲୋକଙ୍କ ପାଇଁ ପଇସା, ଗିଫ୍ଟ, ଦେଖେଇ ହେବା ଏସବୁ କ'ଣ ଏତେ ଜରୁରୀ? ସେମାନେ କ'ଣ ଏଇଥିପାଇଁ ହିଁ ବଞ୍ଚିଛନ୍ତି? ଯଦି ଜଣେ ତାଙ୍କୁ ବହୁତ ସାରା ଗିଫ୍ଟ ଦେଉଛି କି ତାଙ୍କ ପାଇଁ ବହୁ ମାତ୍ରାରେ ପଇସା ଖର୍ଚ୍ଚ କରୁଛି, ଦେନ୍ ସେ ତାଙ୍କ ପାଇଁ ବେଷ୍ଟ। ଆଉ ତା ସହ ରିଲେସନସିପ୍ ବି ସବୁଠୁ ଅଧିକା ଭଲ ରହିବ। ବଟ୍ ଯଦି ଜଣେ ଠିକ୍ ଉଲ୍ଟା କଲା, ମାନେ ସିଏ ସେତିକି ଗିଫ୍ଟ ଦେଲାନି, ସେତେ ଏକ୍ସଟ୍ରା ଖର୍ଚ୍ଚ କଲାନି, ଦେନ୍ ତା ସହିତ ରିଲେସନସିପ୍ ଏତେ ଭଲ ରହିବନି। ତା ନାଁରେ ବହୁତ ଜଣ ବହୁତ କଥା କହିବେ କି ସେ ଏମିତି ଜିନିଷ ଦେଲା, ସେମିତି ଗିଫ୍ଟ ଦେଲା, ଏଇଟା କଲାନି, ଏଇସବୁ XYZ ଏଇସବୁ। ବଟ୍ ଯଦି ଗୋଟେ ପଇସା ବାଲା ଲୋକ ଯିଏକି ଏଜ୍ ୟୁଜୁଆଲ୍ ଟାଇମ୍‌ରେ ବହୁତ ଖର୍ଚ୍ଚ କରେ, ଏକ୍ସଟ୍ରା ଖର୍ଚ୍ଚ କରେ ଦେଖେଇ ହେବା ପାଇଁ, ସେ ଯଦି କୋଉ ବି ସିଚୁଏସନ୍‌ରେ ଖର୍ଚ୍ଚ କଲାନି, ଦେନ୍ ତା ପାଇଁ ଲୋକମାନେ କହିବେ ଇଟ୍ସ ଓକେ। ସେ ବହୁତ ଭଲ ଲୋକ, କିଛି ଗୋଟେ ଅସୁବିଧା ଥିବ ନା, ସେଥିପାଇଁ ସେ କଲାନି। ଏସବୁ କ'ଣ? ଯେମିତି ପଇସା ଦେଲେ ଭେଜିଟେବଲ୍ସରୁ ନେଇକି ବଡ଼ ବଡ଼ ଘର କିଣି ହବ, ଠିକ୍ ସେମିତି ବୋଧେ ଆଜିକାଲି ପଇସା ଦେଲେ ରେସ୍ପେକ୍ଟ ବି କିଣି ହବ। ମୁଁ ବୋଧେ ସେଇଆ ହିଁ ଭାବୁଛି। ମୁଁ ତ ସେତେ ବି ବଡ଼ ନୁହଁ ଯେ ଆପଣମାନଙ୍କୁ ଜ୍ଞାନ ଦେବି। ମୁଁ ଯଦି କିଛି ଭୁଲ କହିଥାଏ, ତାହେଲେ ମୋତେ କ୍ଷମା କରିଦେବେ ଆଉ ଠିକ୍ କଥାଟିକୁ କମେଣ୍ଟ କରିବେ। ମୁଁ ବାସ୍ ଏତିକି କହିବା ପାଇଁ ଚାହୁଁଛି, ଜଣଙ୍କ ପାଖେ ପଇସା ଥାଉ କି ନଥାଉ, ସିଏ ଯଦି ରେସ୍ପେକ୍ଟ ଦେଉଛି ତା ଆଡ଼ୁ, ଗିଫ୍ଟ ସହିତ କୌଣସି ମତଲବ ରଖେନି। ପଇସା ଜୀବନରେ ବହୁତ ଇମ୍ପୋର୍ଟାଣ୍ଟ, ସେ ଜିନିଷଟା ମୁଁ ବି ମାନୁଛି। ପଇସା ଥିଲେ ଗୋଟେ ଷ୍ଟୁଡେଣ୍ଟ ହାୟର ଷ୍ଟଡି ପାଇଁ ପାଠ ପଢ଼ିପାରିବ। ଗୋଟେ ଯାହା ପାଖେ ଘର ନାହିଁ, ସେ ଘର କିଣି ବହୁତ କିଛି କରିପାରିବ। କିନ୍ତୁ ମୋର କହିବାର ମାନେ ହେଉଛି ରେସ୍ପେକ୍ଟ। ଜଣେ ଯଦି ରେସ୍ପେକ୍ଟ ଦେଉଛି, ତାହେଲେ ତାକୁ ରିଟର୍ଣ୍ଣରେ ବି ସେତିକି ରେସ୍ପେକ୍ଟ ମିଳିବା ଦରକାର। ଭଲେ ହିଁ ତା ପାଖେ ପଇସା ଥାଉ କି ନଥାଉ, ଭଲେ ହିଁ ଜଣେ ଆପଣମାନଙ୍କୁ ସେତିକି ଗିଫ୍ଟ ଦେଉ, ସେତିକି ଖର୍ଚ୍ଚ କରାଉ କି ନ କରାଉ। ଲୋକଙ୍କ ସିଚୁଏସନ୍ ବିଭିନ୍ନ ପ୍ରକାର ଥାଏ। ବହୁତ ଲୋକଙ୍କର ବହୁତ କିଛି ଖରାପ ସିଚୁଏସନ୍ ବି ଥାଏ। ବାହାରୁ ଦେଖିଲେ ଲୋକଙ୍କ ଜଣାପଡ଼େନି କି ସେ କୋଉ ସିଚୁଏସନ୍‌ରେ ଅଛି, ତାକୁ କ'ଣ ଅସୁବିଧା ଅଛି। କେହି କାହାକୁ ନିଜ ପର୍ସନାଲ୍ ମ୍ୟାଟର୍ କହିବା ପାଇଁ ପସନ୍ଦ କରନ୍ତିନି। ଆଉ ସେଥିପାଇଁ ଜଣେ ଯେତିକି ବି କରୁଛି, କିଛି ବି କଲା ଟିକେ ବି କି ନ ବି କଲା, ଯଦି ସେ ସେତିକି ସମ୍ମାନ ଦେଉଛି, ତ ସେଇ ଜିନିଷଟା ବହୁତ ଇମ୍ପୋର୍ଟାଣ୍ଟ। ଆଜିକାଲି ଦୁନିଆରେ ଲୋକ ଲୋକଙ୍କୁ ପଚାରନ୍ତିନି, ଲୋକ ଲୋକଙ୍କୁ ସମ୍ମାନ ଦିଅନ୍ତିନି। ଆଗରେ ତ ସମସ୍ତେ ଭଲ ଭଲ କହିବେ, କିନ୍ତୁ ପଛପଟେ ସମସ୍ତେ ସମସ୍ତଙ୍କ ନାଁରେ ଖରାପ କଥା କୁହନ୍ତି। ତ ଜଣେ ଯଦି ଆପଣଙ୍କୁ ସେତିକି ରେସ୍ପେକ୍ଟ ଦେଉଛି, ସେତିକି ଇମ୍ପୋର୍ଟାଣ୍ଟ ଦେଉଛି, ଭଲେ ହିଁ ସେତିକି ଖର୍ଚ୍ଚ ନ କରୁଛି, ତାକୁ ରିଟର୍ଣ୍ଣରେ ବି ସେତିକି ରେସ୍ପେକ୍ଟ ଦିଅନ୍ତୁ, ସେତିକି ସମ୍ମାନ ଦିଅନ୍ତୁ। ବାସ୍ ମୁଁ ସେତିକି ହିଁ କହିବା ପାଇଁ ଚାହୁଁଛି। ଦୁନିଆରେ ଆଜିକାଲି ପଇସା ଦେଲେ ସବୁ କିଛି କିଣି ହେଉଛି। ଯେମିତି କହିଲି, ଭେଜିଟେବଲ୍ସ ନେଇକି ବଡ଼ ବଡ଼ ଘର କିଣି ହେଉଛି। ଲୋକ ରେସ୍ପେକ୍ଟ ବି କିଣି ନେଉଛନ୍ତି। କିନ୍ତୁ ରେସ୍ପେକ୍ଟ କ'ଣ ଏମିତି ଜିନିଷ ଯେ ପଇସା ଦେଲେ ମିଳିଯିବ? ବାସ୍ ସେଇ ଜିନିଷଟା ହିଁ ମୁଁ କହିବା ପାଇଁ ଚାହୁଁଛି। ଜଣଙ୍କ ପାଖେ ପଇସା ଥାଉ ନଥାଉ, ସିଏ ଯଦି ରେସ୍ପେକ୍ଟ ଦେଉଛି, ସେତିକି ଆପଣଙ୍କୁ ଇମ୍ପୋର୍ଟାଣ୍ଟ ଦେଉଛି, ତାହେଲେ ଆପଣ ବି ସେତିକି ଇମ୍ପୋର୍ଟାଣ୍ଟ ଦିଅନ୍ତୁ। ବାସ୍ ଆଜି ପାଇଁ ଏତିକି। ରହିଲି। ଜୟ ଜଗନ୍ନାଥ, ଜୟ ଭୋଲେନାଥ।